ଶରଦ ନମସ୍କାର। ଯାଉଛ ଦୀପଦ ଆପଣ ରାତିରେ ଶୋଇପାରୁଛନ୍ତି? ଝିଅଟି ଖରା ବର୍ଷାରେ ବସିଛି, ଆପଣ ଘରେ କିଛି କହୁନାହାନ୍ତି? ଆପଣ ବନ୍ଧୁବାନ୍ଧବ କିଛି ପଚାରୁନାହାନ୍ତି? ମୁଁ ତ ଶୁଣିଲି ଆପଣ ନୂଆପଡ଼ା ଘରକୁ କ'ଣ ବାହାରୁନାହାନ୍ତି? ବାହାରକୁ ଘରକୁ କିଏ କହିବ କ'ଣ, କିଏ କହିବ କ'ଣ? ଆମର 2 ଜଣ ଝିଅ ଅଛନ୍ତି, ଭାଉଜ ଅଛନ୍ତି, ନିଶ୍ଚିତ ଆପଣଙ୍କୁ କହୁଥିବେ। ଭାଉଜ ଯେଉଁ ଭଳିଆ ଲୋକ ମୁଁ ଜାଣିଛି ଆପଣଙ୍କୁ ନିଶ୍ଚିତ ଭାବରେ କହୁଥିବେ, କିନ୍ତୁ ଆପଣ କ'ଣ କରିବେ? ଆପଣ ତ ଅକର୍ମଣ୍ୟ, କିଛି କରିପାରିବେନି। ଥରେ ତ ଅତି କମ୍ ସେ କମ୍ ସେ ଶ୍ରିୟା ସାଙ୍ଗରେ କଥା ହେଇଥାନ୍ତେ ଯେ ଶ୍ରିୟା ଯାହା ହେଇଯାଇଛି ଭୁଲି ଯାଇଛି, ତୁ ଉଠୁ ମୁଁ ତୋ କଥା ବୁଝିବି, ସେତିକି ମଧ୍ୟ ନାହିଁ। ଛାଡ଼ କ'ଣ କହିବେ ଆପଣ। ଆଉ ଗୋଟେ କଥା ଶୁଣନ୍ତୁ, ଆପଣ ସତ କଥା କହିଲେ ମୁଁ କଂଗ୍ରେସ ବିରୁଦ୍ଧରେ କାମ କରିଥିଲି। ରାତି ଭାର ଯୋଡ଼ ଯାତ୍ରାରେ ଆପଣ ଦେଶୀ ଚିକେନ ମଗେଇକି ଖାଇବେ। ମୋର ଏମିତି ଆହୁରି ବହୁତ ଲୋକ ଅଛନ୍ତି ଯେଉଁମାନେ ଖାଇବାକୁ ନ ପାଇକିରି ବିସ୍କୁଟ ଖାଇକି ରାତିରେ ଶୋଇଛୁ। କୌଣସି ଦିନ ଆପଣ ଦେଖିଛନ୍ତି? ଆପଣ ଛାତିରେ ହାତ ରଖିକି କହିଲେ, ଭୁଲ ଯଦି କହୁଛି, ଯେଉଁ ରଥୀ ମହାରଥୀ ଥିଲେ ଆପଣ ପୁରା କରେଇ ଦଉନଥିଲେ? ଆପଣ ବଲାଙ୍ଗୀରରେ ଆପଣ ପୋଷ୍ଟର ମାରିବାର ଲୋକ ନଥିଲେ, ମୁଁ ନିଜେ ମାରିଛି। ହଁ କି ନାହିଁ କୁହନ୍ତୁ? ବଲାଙ୍ଗୀର ଆପଣଙ୍କ ନିଜ ଘର, ଆପଣ ପୋଷ୍ଟର ଗୋଟେ ମରା ନଥିଲା, ମୁଁ ନିଜେ ମାରିଛି। ରାତି ବୁଲିକି ମୁଁ ମାରିଛି ନିଜେ। ଯେଉଁ ଆପଣଙ୍କର ବଲାଙ୍ଗୀରରେ ଗୋଟିଏ ଲୋକ ଥିଲା, ସେ ହେଲା ବିଦ୍ୟୁତ ପାଟି, ତାକୁ ତ ଗଳା କାଟିଦେଲେ, ସିଏ ବି ଦଳ ଛାଡ଼ିଦେଲା। ତାକୁ ପଚାରନ୍ତୁ, ସମସ୍ତେ ଜାଣିଛନ୍ତି ଏ କଥା। ମୁଁ ଥିଲି, ନିହାର ମହାନନ୍ଦ ଥିଲା, ନିପନ ଥିଲା। ଆମେ 3 ଜଣ ରାତି ଯାକ ବୁଲିକିରି ବଲାଙ୍ଗୀରରେ ପୋଷ୍ଟର ମାରିଛୁ, ବ୍ୟାନର ମାରିଛୁ ଆପଣଙ୍କର। ତାର ପରିଣାମ ମୋତେ ଆପଣ ଦେଲେ। ଠିକ୍ ଅଛି, ସେଥିରେ କିଛି ଅସୁବିଧା ନାହିଁ। ଆଉ ଗୋଟେ ପ୍ରକାରେ ଆପଣଙ୍କୁ ଧନ୍ୟବାଦ ମଧ୍ୟ ମୁଁ ଦେବି। ମୁଁ ବି କିଛି ଲୋକ ଚିହ୍ନିବାକୁ ମୋର ବାକି ଥିଲା, ଲୋକ ଚିହ୍ନିଲି। ଏଇ ସମୟଟା ମୋର ଆସିବାର ଥିଲା। ବହୁତ ଭଲ କଥା। ଯାହା ହଉ ଆପଣ ଡେରିରେ ହେଲେ ମଧ୍ୟ ଆପଣ ନୈତିକତା ଜାଗି ଉଠେଇଛି, ସେଥିପାଇଁ ଧନ୍ୟବାଦ। ଯେଉଁଠି ରହିବେ ଭଲରେ ରୁହନ୍ତୁ, କିନ୍ତୁ ଯେଉଁ ବାବାଙ୍କୁ ଦୁହାଇ ସବୁବେଳେ ଦିଅନ୍ତି, ସେ ବାବାଙ୍କୁ ମୋ ନାଁରେ ମୁଁ ଆପଣଙ୍କୁ ଏତିକି ଅନୁରୋଧ କରିବି, ଅଯଥା କଥାରେ କାହା ପାଖରେ କାହା କଥାରେ ପଡ଼ିକିରି 2 ପଇସା ପାଇବେ ବୋଲି କାହା ସାଙ୍ଗରେ ଏମିତି ଇମୋସନ୍ ସାଙ୍ଗରେ କେତେବେଳେ ଖେଳନ୍ତୁନି, କି କାହାର ହାତ ବାରିଶି ହୁଅନ୍ତୁନି। ଆପଣ ବା କ'ଣ 2 ଥରର ଏମିତି? ଆପଣ ମୋତେ ସେଦିନ ଭଦ୍ରରେ କହିଲେ ମୋତେ ଅଜୟ କୁମାର ଷ୍ଟ୍ରିଟ୍ ଡଗ୍ କରିଦେଇଛି, ମାନେ ବୁଲା କୁକୁର କରିଦେଇଛି। ତାପରେ ମଧ୍ୟ ଆପଣ ନାଚୁଛନ୍ତି। କିନ୍ତୁ ଯଦି ଗୋଟେ ନେତାର ନୈତିକତା ରହିବନି, ଗୋଟେ ନେତାର କମିଟମେଣ୍ଟ ରହିବନି, ଗୋଟେ ନେତାର ସତ ମିଛ ଭୁଲ ଠିକ୍ କହିବାର ଯୋଗ୍ୟତା ରହିବନି, ସେ ନେତା ପାଇଁ କେବେ ଗଣତି ହେବନି। ସେଥିପାଇଁ ଆଜି ଆପଣ ନେତା ପାଇଁ ଗଣତି ହେଇନାହାନ୍ତି। ସାରା ଓଡ଼ିଶାରେ ଛି ହେଉଛନ୍ତି। କଂଗ୍ରେସ ଭବନ ପଶି ପାରୁନାହାନ୍ତି। 10 ଦିନ ତାଲା ପକେଇ ଗୋଟେ ଝିଅଟିଏ ରଖିଲା, ଆପଣ ଖୋଲିବାକୁ ମଧ୍ୟ ସାହସ ପାଇଲେନି, ଆପଣଙ୍କର ଆସିପାରିଲେନି, ଯାଇକି ନୂଆପଡ଼ାରେ ଲୁଚୁଛନ୍ତି। ଯେଉଁଠି ରୁହନ୍ତୁ ଭଲରେ ରୁହନ୍ତୁ, ଅତି କମ୍ ସେ କମ୍ ଯେଉଁ ଭୁଲଟା କରିଛନ୍ତି ତାକୁ ସୁଧାରିବାକୁ ଚେଷ୍ଟା କରନ୍ତୁ। ବାଏ ବାଏ ଶରତ ବାବୁ, ବାଏ ବାଏ।